ଏମିତି କାର୍ଯ୍ୟ କରି ଦେଖାଉଛନ୍ତି ଶହେ ଯୁବକ ୟାଙ୍କ ପାଖରେ ହାର ମାନିଯିବେ। ଏପରି ଅସାଧ୍ୟ କାମକୁ ଧୁଡ଼ୁ ଧୁଡ଼ୁ ଚର୍ମ ହେଇଯାଇଛି, ହେଲେ ମଧ୍ୟ ଏମିତି ଏକ କାର୍ଯ୍ୟ କରି ଦେଖାଉଛନ୍ତି ବୃଦ୍ଧ, ଏବଂ ତାଙ୍କ କାର୍ଯ୍ୟ ଦେଖି ଅନ୍ୟ ଯୁବକ ମଧ୍ୟ ପ୍ରେରଣା ପାଇବେ ଏବଂ ଦେଖନ୍ତୁ କିପରି କାର୍ଯ୍ୟ କରିଚାଲୁଛନ୍ତି। ଏହି ବୟସରେ ମଧ୍ୟ ତାଙ୍କର ଶକ୍ତି ଦେଖି ସମସ୍ତେ ହାର ମାନିବେ। ଯୁବପିଢ଼ି ଦେଖନ୍ତୁ କିପରି କାର୍ଯ୍ୟ କରୁଛନ୍ତି ବୃଦ୍ଧ ଜଣକ। ଆଜି ଏହି ବ୍ଲଗ୍ରେ ଦେଖି ଫ୍ରେଣ୍ଡ ନମସ୍କାର, ନୂତନ ବ୍ଲଗ୍କୁ ସ୍ୱାଗତ। ଏହି ବୃଦ୍ଧ ଜଣକ 100 ବର୍ଷ ଟପିଲାଣି, କିନ୍ତୁ ସେ କାମ ତାଙ୍କ ନିତ୍ୟକ୍ରମରୁ ଆରମ୍ଭ କରି ଯେକୌଣସି କାମ ସେ ନିଜେ ହିଁ କରିପାରୁଛନ୍ତି। ଏବେ ଜାଲ ପଛଆଡ଼େ ଦେଖିପାରୁଥିବେ, ଜାଲ କାମ କରୁଛନ୍ତି। କୌଣସି କାମକୁ ଅବହେଳା କରୁନାହାନ୍ତି। କର୍ମ ହିଁ ଜୀବନ। କର୍ମ କୋଢ଼ିଆ ହେଇକିନା ବସୁନାହାନ୍ତି କିମ୍ବା ଧୁଡ଼ୁ ଧୁଡ଼ୁ ଚର୍ମ ହେଲାଣି, ହେଲେ ମଧ୍ୟ ସେ କାମକୁ ହେଳା କରୁନାହାନ୍ତି। ଆସନ୍ତୁ ଆଜିର ବ୍ଲଗ୍ ଗୋଟେ ନିଆରା ଢଙ୍ଗରେ ଦେଖିବେ ଏବଂ ଆପଣ ମଧ୍ୟ କିଛି ଶିଖିବା। ଦେଖନ୍ତୁ ସେ କିପରି ତାଙ୍କ ଦାଢ଼ି ଏବଂ କିପରି କାଟୁଛନ୍ତି ଦେଖିପାରୁଥିବେ, ଏବଂ ସେ ନିଜେ ନିଜ କ୍ଷେର ହୋଇପାରୁଛନ୍ତି। ଆଉ ସେଲୁନ୍ ବା ଅନ୍ୟ କୌଣସି ଯିବା ପାଇଁ ପଡ଼େ ନାହିଁ। ପୂର୍ବ କାଳରେ ତ ସେ ଏହିପରି ହିଁ କଟା କରୁଥିଲେ ଏବଂ ସେ ତାଙ୍କର ବୃତ୍ତି ତାଙ୍କର ଏଇଭଳିଆ ହିଁ ସବୁଦିନ କ୍ଷେର ହୁଅନ୍ତି ଏବଂ ଏମିତି ତାଙ୍କର ପ୍ରତ୍ୟେକ ଦିନ ଚାଲେ। ସେଥିପାଇଁ ସେ ଏବେ ମଧ୍ୟ ତାଙ୍କର ନିଜେ ନିଜେ ପାତରେ କାଟି ପାରୁଛନ୍ତି। Where the neon glows, every block tells a tale the whole city knows. Rhythms in the shadows where the cold wind blows. Life's a gamble on these streets, anything goes. Boom bap echoes through the alleys at night. Soulful samples lift the darkness to light. Beat kicks pounds like a heartbeat fight. These gritty vibes keep my story in sight. Paint the struggle and climb. The clock keeps spinning, but I'm owning my time. Words like puzzle pieces fitting tight in the rhyme. Snares punch louder than the city's own chime. Boom bap echoes through the alleys at night. Soulful samples lift the darkness to light. Beat kicks pounds like a heartbeat fight. These gritty vibes keep my story inside. ସବୁ କାମ ନିଜେ କରିପାରୁଛନ୍ତି। ବଣା ହବ ନାହିଁ। ବୟସ ପାଖାପାଖି 100 ବର୍ଷ ହବ, ହେଲେ ମଧ୍ୟ କୁକୁଡ଼ା କ'ଣ ଲାଗି ପଡ଼ିଛନ୍ତି ଜାଲକୁ। ଶୁଣି ବି ପାରୁନାହାନ୍ତି ବିଶେଷ, ସେଥିପାଇଁ ଜୋର ବାଟିରେ କହିବା ପାଇଁ ପଡ଼ୁଛି। ଆଉ ଜାଲକୁ କାଟିକି ଗୋଟିଏ ଜାଲକୁ 2ଟା ଜାଲ କରାଗଲା, ଦେଖିପାରୁଥିବେ। ଆଉ ବୟସ 100 ଟପିଲାଣି, ହେଲେ ମଧ୍ୟ ସେ କାମକୁ ଖାତିର ନ କରି ପ୍ରତ୍ୟେକ ଦିନ ଯେକୌଣସି କାମ କରୁଛନ୍ତି। ଦେଖିପାରୁଥିବେ ବନ୍ଧା ହେଇଥିବା ସୁତୁଲି ଖୋଲୁଛନ୍ତି। ଦେଖନ୍ତୁ ଯାଉଛନ୍ତି ଜାଲ ପାଖକୁ।
ସେଠି ବନ୍ଧା ହେବ। ଫିଟେଇକିରି ଆଉ ଥରେ ଜାଲକୁ ବାନ୍ଧିକିରି କିନ୍ତୁ ଆଖିକୁ ବହୁତ ଦୃଷ୍ଟି ଶକ୍ତି ଅଛି, ଦେଖିପାରୁଛନ୍ତି କିନ୍ତୁ ଶୁଣି ପାରୁନାହାନ୍ତି ଟିକେ, ସେଥିପାଇଁ ଗୋଡ଼ରେ ଲାଗିଲା। ହୁଁ ହୁଁ ଏବେ ଫିଟେଇବା ପାଇଁ ବସିଛନ୍ତି। ତାପରେ ଖୋଲୁଛନ୍ତି, ବାନ୍ଧିବେ ଆସ୍ତେ ଗୋଟିଏ ପରେ ଗୋଟିଏ ଜାଗାରେ। ରେଡ଼ି? ହୁଁ ହୁଁ ସେଠି ବାନ୍ଧା ହବ ନା? ବନ୍ଧା ହେଉଛି, ଯେହେତୁ ଏପଟ ସେପଟ ହେବନି, ଗୋଟିଏ ଜାଗାରେ ରହିବ ଏବଂ ଯାଇପାରିବନି, ବନ୍ଧା ଚାଲିଛି। ଚାଲ ହେଇଟା ଆଗୁଆଡ଼େ ପାତ। ହୁଁ ତାପରେ କେତେ ଦୂରରେ ବାନ୍ଧା ହବ? ହୁଁ ସେଇଠି ନା ଆଉ ଦୂର? ଦେଖନ୍ତୁ ଜାଲ ଏବେ ବି ଜାଲ କାମ ଶିଖିଥିବାରୁ ସେ ନିଜେ ସବୁ କାମ କରିପାରୁଛନ୍ତି। ଆଉ ହୁଁ ସେଠି देखना होती है नहीं କୋରା एटा फुटेगी ହଉଛି 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 ଗୋଡ଼େଇ ହେଇଯାଇଛି, ସେ ଖୋଲି ଦେଉଛନ୍ତି। ଡୋରିଟେ ଗୋଡ଼େଇ ହେଇଯାଇଥିଲେ ମଧ୍ୟ ସେ ଖୋଲି ପାରୁଛନ୍ତି। କର୍ମ ହିଁ ଭଗବାନ, କର୍ମ କରିଛ, କର୍ମକୁ ଅବହେଳା ନ କରି କିପରି କାମ କରୁଛନ୍ତି ଆପଣ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ।
ଯଦି ଚ୍ୟାନେଲକୁ ଭଲ ଲାଗିଥାଏ ମୋ ଚ୍ୟାନେଲ ସବସ୍କ୍ରାଇବ୍ ଲାଇକ୍ କମେଣ୍ଟ ସେୟାର କରନ୍ତୁ। ଜୟ ଜଗନ୍ନାଥ। ମୁଁ ଏତିକିରେ ରହୁଛି। ନମସ୍କାର।